ଗାଁ ନିକଟରେ ବୁଲୁଛି କ୍ଷତାକ୍ତ ଦନ୍ତା ହାତୀ। କୁହାଯାଉଛି ଦନ୍ତା ମୁଣ୍ଡରେ ବାଜିଛି କୁଆଡ଼େ ଶିକାରୀ ଗୁଳି। ଗୁଳିବିଦ୍ଧ ଦନ୍ତା ବୁଲୁଥିବା ନେଇ ପ୍ରଚାର ହେବା ପରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ। ସତରେ କେତେ ଅମାନବୀୟ ଏ ଘଟଣା। ହାତୀ ଓ ମଣିଷ ଲଢ଼େଇକୁ ନେଇ ଅନୁଗୁଳ ଜିଲ୍ଲା ସବୁବେଳେ ଚର୍ଚ୍ଚାରେ ଥାଏ। ତେବେ କେତେବେଳେ ହାତୀ ମରୁଛି ତ କେତେବେଳେ ମଣିଷଙ୍କୁ ହାତୀ ମାରୁଛି। ହାତୀ ମଣିଷ ଲଢ଼େଇର ଅନ୍ତ କେବେ? ଏ ପ୍ରଶ୍ନର ଉତ୍ତର ମିଳିବା ଏତେ ସହଜ ନୁହେଁ ଆଜ୍ଞା। ତେବେ ଆଜିର ଏ ଘଟଣା ଆପଣଙ୍କୁ ଆଘାତ ପହଞ୍ଚାଇବ ଦର୍ଶକ ବନ୍ଧୁ। ମଣିଷ ନିଜ ସ୍ୱାର୍ଥ ପାଇଁ ଏତେ ତଳକୁ କେମିତି ଖସି ଯାଉଛି? ନିରୀହ ପଶୁକୁ କେମିତି ଏଭଳି ଯନ୍ତ୍ରଣା ଦେଇପାରୁଛି? ହାତୀଟିଏ ତ ଅକୁହା ନିରୀହ ପଶୁ ନା, ତାର ବା କେତେ ବୁଦ୍ଧି। ହେଲେ ଆମେ ତ ମଣିଷ, ଆମର ତ ବୁଝିବାର ଶକ୍ତି ଅଛି, ଠିକ୍ ଭୁଲ ବିଚାର କରିବାର କ୍ଷମତା ଅଛି। ତାହେଲେ ଏମିତି ହିଂସ୍ର କେମିତି ହୋଇପାରୁଛି ଏ ମଣିଷ? ତେବେ ଏହି ହାତୀଟିର ମୁଣ୍ଡରେ ଏକ ଗଭୀର କ୍ଷତ ଦେଖାଯାଇଛି। ଏହି କ୍ଷତରୁ ରକ୍ତ ଝରୁଛି। ଦର୍ଶକ ବନ୍ଧୁ, ଗତ 2 ଦିନ ହେଲା ଅନୁଗୁଳ ଛେଣ୍ଡିପଦା ବନାଞ୍ଚଳ ବାଗଡ଼ିଆ ଅଞ୍ଚଳରେ ଏକ ଗୋଠ ଛଡ଼ା ଦନ୍ତା ହାତୀ ବୁଲୁଛି। ଏହି ହାତୀଟି ଟାଙ୍ଗିରି ପଞ୍ଚାୟତର ପୁରୁଣାଗଡ଼ ଅଞ୍ଚଳର ରାସ୍ତା କଡ଼ରେ ସକାଳୁ ବୁଲୁଛି, ଯାହାଫଳରେ ସେହି ରାସ୍ତାରେ ଯିବା ଆସିବା କରିବାକୁ ଭୟ କରୁଛନ୍ତି ଲୋକେ। ତେବେ ହାତୀଟିର ମୁଣ୍ଡରେ ଏକ ଗଭୀର କ୍ଷତ ଦେଖାଯାଇଛି। ସେହି କ୍ଷତରୁ ରକ୍ତ ଝରୁଛି। ଖବର ପାଇ ବନ ବିଭାଗ ଅଧିକାରୀ, ଡାକ୍ତରୀ ଟିମ୍ ଓ ଟ୍ରାଙ୍କୁଲାଇଜ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହାତୀର ଗତିବିଧି ଉପରେ ନଜର ରଖାଯାଇଛି। ଅନୁଗୁଳ ଡିଏଫ୍ଓଙ୍କ ସମେତ ଜଗି ରହିଛନ୍ତି 20 ଜଣିଆ ଟିମ୍। ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରାଯିବ ବୋଲି କହିଛନ୍ତି ଡିଏଫ୍ଓ ବିବେକ କୁମାର। ତୁରନ୍ତ ଚିକିତ୍ସା କରାନଗଲେ ଦନ୍ତାର ଅବସ୍ଥା ଆହୁରି ବିଗିଡ଼ି ଯାଇପାରେ। ତେବେ ହାତୀ ମୁଣ୍ଡରେ ଶିକାରୀ ଗୁଳି ବାଜିଛି ନା ଅନ୍ୟ କୌଣସି କାରଣ ପାଇଁ କ୍ଷତ ସୃଷ୍ଟି ହୋଇଛି, ସେ ନେଇ ଟ୍ରାଙ୍କୁଲାଇଜ ପରେ ସ୍ପଷ୍ଟ ହେବ। ଯଦି ସତରେ ପ୍ରମାଣିତ ହୁଏ କି ହାତୀଟିର ମୁଣ୍ଡରେ ଗୁଳି ବାଜିଛି, ତେବେ ଏ ଦିଗରେ ବନ ବିଭାଗ କି ପଦକ୍ଷେପ ଗ୍ରହଣ କରିବ ତାହା ଦେଖିବାକୁ ଅପେକ୍ଷା। ଅନୁଗୁଳରୁ ମାନସ ରଞ୍ଜନ ମିଶ୍ରଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।